ବେଲଗୁଣ୍ଠା ବିଜ୍ଞପିତ ଅଞ୍ଚଳ ପରିଷଦ ତରଫରୁ ବଡ଼ ଧୁମଧାମରେ ପାଳନ ହେଲା ସ୍ୱାୟତ୍ତ ଶାସନ ଦିବସ। ଏହି ଦିବସରେ ମାନ୍ୟବର ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଏବଂ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ସମସ୍ତ କର୍ମଚାରୀ ଏବଂ ବହୁ ମିଡ଼ିଆ ବନ୍ଧୁ ଯୋଗଦେଇ ସକାଳ 6:30ରୁ 8ଟା ମଧ୍ୟରେ ନୃସିଂହ ମନ୍ଦିର ଠାରୁ ମାରାଥନ ଦୌଡ଼ ଆରମ୍ଭ ହୋଇ ଜ୍ଞାନଦେବୀ ଉଦ୍ୟାନଠାରେ ପହଞ୍ଚି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। 8ଟାରୁ 8:30 ମଧ୍ୟରେ ବେଲଗୁଣ୍ଠା ସ୍ୱାସ୍ଥ୍ୟକେନ୍ଦ୍ରଠାରେ ସମସ୍ତ ରୋଗୀମାନଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। 8:30ରୁ 9 ଘଣ୍ଟା ସମୟ ମଧ୍ୟରେ ଓଡ଼ିଶାର ବରପୁତ୍ର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସକାଳ 9:30 ମଧ୍ୟରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅପରାହ୍ନ 4 ଘଣ୍ଟା ସମୟରେ ଜ୍ଞାନଦେବୀ ଉଦ୍ୟାନଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ସଭାରେ ତହସିଲଦାର, ଥାନା ଅଧିକାରୀ ଏବଂ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତିରେ ପୂର୍ବତନ ପରିଷଦ ସଭ୍ୟ ଏବଂ ସଭ୍ୟାଙ୍କୁ ସମସ୍ତଙ୍କୁ ଏବଂ ମିଡ଼ିଆ ବନ୍ଧୁମାନଙ୍କୁ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ତା ସଙ୍ଗେ ସଙ୍ଗେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ହେବା ସହିତ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ ବଣ୍ଟନ କରାଯାଇଛି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିଶେଷ ଆକର୍ଷଣ ଢୁମ୍ପା ସଙ୍ଗୀତ ପରିବେଷଣ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ ଅନୁଷ୍ଠିତ ହୋଇଛି। ବ୍ୟୁରୋ ରିପୋର୍ଟ, ଏମଆର ଗୁଣ୍ଡିଚା ଲାଇଭ୍। ଆଞ୍ଚଳିକ ଖବର ସର୍ବଦା ଆଗରେ। ଲାଇଭ୍, ସେୟାର, ସବସ୍କ୍ରାଇବ୍ ଏଣ୍ଡ